ଯେଉଁ ପିଲାମାନେ ମାଛ ପରିବା ଖାଇବା ପାଇଁ ଭଲ ପାଆନ୍ତିନି ସେମାନଙ୍କ ପାଇଁ ମୁଁ ଗୋଟେ ଜବରଦସ୍ତ ରେସିପି ନେଇ ଆସିଛି ମାଛ କଟଲେଟ୍। ଏଠି ମୁଁ ଯେତିକି ସବୁ କାଟିକି ରଖିଥିଲି ତାକୁ ସବୁ ଗ୍ରାଇଣ୍ଡିଙ୍ଗ କରିନେଲି। ମୁଁ ଏଠି ସିଝା ଆଳୁ ନେଇଛି, ପେଟି ମାଛକୁ ସିଝେଇ ଦେଇଥିଲି ତାର ମୁଁ କଣ୍ଟା କାଢ଼ି ନେଇଛି। ତାପରେ ବ୍ରେଡ଼କୁ ମୁଁ ଗ୍ରାଇଣ୍ଡିଙ୍ଗ କରିକି ଗୋଟେ ସାଇଡ଼ରେ ରଖିଦେଲି। ତାପରେ ରଖିଥିବା ସିଝା ଆଳୁ ମଧ୍ୟରେ ମୁଁ ସବୁ ଦେଇଦେଲି। ଅଦା ରସୁଣ ପେଷ୍ଟ, ମାଛ ଯେଉଁ ସିଝେଇକି ରଖିଥିଲି ପରିବା ତାକୁ ସବୁ ଦେଇଦେଲି। ଦେଇକି ଯେତିକି ମସଲା ଥିଲା ଗରମ ମସଲା, ଲୁଣ, ହଳଦୀ, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ମାଛ ମସଲା, ଗୋଲମରିଚ ଗୁଣ୍ଡ ତାକୁ ସବୁ ଦେଇକି ମୁଁ ଚକୁଟି ନେଲି। ଏଠି ମୁଁ 2ଟା ଅଣ୍ଡା ନେଇଛି, ତାକୁ ଟିକେ ଲୁଣ ଦେଇକି ତାକୁ ଫେଣ୍ଟି ନେଲେ। ଆଗରୁ ଚକୁଟିକି ରଖିଥିବା ମାଛକୁ ଆମେ ତାକୁ ଗୁଲା କରିନେଲେ, ଲମ୍ବା ଲମ୍ବା ସେପ୍ କରିନେଲେ। ଏଇ କଥାଟା କିନ୍ତୁ ପୁରା ଇମ୍ପୋର୍ଟାଣ୍ଟ ଶୁଣିବେ। ଏଇ ପ୍ରୋସେସଟା ଟିକେ ଭୁଲ ହେଇଗଲେ ସବୁ ଖରାପ ହେଇଯିବ। ଆଗରେ ଅଣ୍ଡାରେ ବୁଡ଼େଇବା, ତାପରେ ବ୍ରେଡ଼ରେ ଆମେ କୋଟିଂ କରିବା। ଆପଣମାନେ ଘଣ୍ଟେରୁ ଅଧଘଣ୍ଟେ ଫ୍ରିଜରେ ରଖିବେ, କାହିଁକିନା ରଖିବା ନିହାତି ଜରୁରୀ। ତାପରେ ଆମେ ମିଡ଼ିୟମ୍ ଫ୍ଲେମ୍ରେ ତାକୁ ଗୋଟେ ଗୋଟେ କରି ଛାଙ୍କି ନେବା। ପ୍ରସ୍ତୁତ ହେଇଗଲା ମାଛ କଟଲେଟ୍। ମୋ ଭିଡ଼ିଓ ଯଦି ଆପଣମାନଙ୍କୁ ଭଲ ଲାଗୁଥିବ ଲାଇକ୍, ସେୟାର, କମେଣ୍ଟ କରିବେ। ରହିଲି, ବାଏ ବାଏ, ଜୟ ଜଗନ୍ନାଥ।